ମଣିମା, କାହିଁ ଶୁଖିଯାଇଛି ତୁମ ଶ୍ୱେତପଦ୍ମଡୋଳା? କାହିଁ ଏମିତି ଅବାକ୍ ହୋଇ ଚାହିଁ ରହିଛ ତୁମ ସୃଷ୍ଟିକୁ ମହାବାହୁ? ଧୂଳିରୁ ଗଢ଼ିଲ ପ୍ରଥମେ ପୁରୁଷ, ତାପରେ ତୁମ ସୃଷ୍ଟିର ଶୂନ୍ୟତାକୁ ପୂର୍ଣ୍ଣ କଲା ନାରୀର ସର୍ଜନା। ଶକ୍ତି, ପ୍ରେମ, ଶାନ୍ତି, ସ୍ନେହ ଭରିଦେଲ ତା ହୃଦୟରେ। ତା ବକ୍ଷରେ ଦେଲ ଅମୃତର ଧାରା, ତା ଗର୍ଭରେ ଦେଲ ନୂତନ ସର୍ଜନାର କ୍ଷମତା। ନାରୀ ବନିଗଲା ଭଲ ପାଇବାର ଭିନ୍ନ ରୂପ, ଆଉ ପୁରୁଷକୁ କଲ ବଜ୍ର ଭଳି। ସୂର୍ଯ୍ୟ ସମ ତେଜ, ଆଉ ହାତରେ ଦେଇଛ ରକ୍ଷାର ସ୍ରୋତ। ହେଲେ ଏ କି ବିଡ଼ମ୍ବନା ପ୍ରଭୁ! ପୁରୁଷ ଏଠି କାମର ବଶରେ ନୀତି ଦିଏ ତା କାପୁରୁଷତାର ପରିଚୟ, ଆଉ ନାରୀ କାହିଁ ଗଲା ତା ଲଜ୍ଜାର ଗହଣା, ତା ହୃଦୟର କୋମଳତା। କୁଳବଧୂ ଆଜି କୁଳଲଙ୍ଘି କୁଳଦୀପକୁ ଖଣ୍ଡ ଖଣ୍ଡ କରି ରଚାଇଲେଣି କୁଳନାଶର ବିଭତ୍ସ କାଣ୍ଡ। କେବେ ଏଠି ନାରୀ ନିର୍ଯାତିତା ହୁଏ ପୁରୁଷ ହାତରେ, ଆଉ କେବେ ପୁରୁଷଟିଏ ବଳି ପଡ଼ିଯାଏ ନାରୀର ସ୍ୱାର୍ଥରେ। ସ୍ୱାର୍ଥ ଏଠି ରାକ୍ଷସ ସାଜି ଗ୍ରାସ କରିଗଲାଣି ଦୟା, କ୍ଷମା, ପ୍ରେମ ଓ ମାନବିକତାକୁ। ଏ କି କଳିଯୁଗର ରଚନା କରିଛ ମହାବାହୁ! କେମିତି ଦେଖୁଛ ତୁମ ଅପଲକ ନେତ୍ରେ ତୁମ ସୃଷ୍ଟିର ଏ ବିଧ୍ୱଂସ ରୂପ? ଓହ୍ଲାଇ ଆସ ମହାବାହୁ ସେ ରତ୍ନ ସିଂହାସନରୁ, କୋଳାଇ ନିଅ ତୁମ ମହାଭୁଜରେ ଏ ସୃଷ୍ଟିକୁ, ଆଉ ଓଲଟାଇ ଦିଅ କଳିଯୁଗର ଏ କାଳିମା ପୃଷ୍ଠାକୁ। ଜୟ ଜଗନ୍ନାଥ।